ପିଇବା ପାଣି ଟୋପେ ପାଇଁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଟି ବ୍ଲକ ଅନ୍ତର୍ଗତ ଲମତାଗୁଡ଼ା ପଞ୍ଚାୟତ ଅଧୀନରେ ରହିଥିବା ଦୁର୍ଗମ ପାହାଡ଼ିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଳଗୁଡ଼ି ଗାଁ ଲୋକେ ଡହଳ ବିକଳ। ଏହି ଗାଁରେ ବସବାସ କରୁଛନ୍ତି 60 ପରିବାରର ପ୍ରାୟ 200 ଲୋକ। ଗ୍ରାମରେ 3ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପରୁ ଦୂଷିତ ପାଣି ବାହାରିଥାଏ। ଆଉ ଗୋଟିଏ ନଳକୂପରେ ଜଳସ୍ତର ହ୍ରାସ ଯୋଗୁଁ ଗୋଟିଏ ବାଲ୍ଟି କାଢ଼ିଲେ ପୁଣି 5ରୁ 10 ମିନିଟ୍ ଅପେକ୍ଷା କରିବାକୁ ପଡ଼ୁଛି ବୋଲି କହିଛନ୍ତି ଗ୍ରାମବାସୀ। କେବଳ ଗୋଟିଏ ନଳକୂପ ଅନବରତ ଭାବେ ଗ୍ରାମବାସୀଙ୍କୁ ଜଳ ଯୋଗାଣ କ୍ଷେତ୍ରରେ ସହାୟକ ହୋଇଥାଏ। ଏଭଳି ସ୍ଥିତିରେ ଉପର ପାଇକ ପଡ଼ା ତଳ ପାଇକ ପଡ଼ାରେ ସୋଲାର ପ୍ରକଳ୍ପର ପାଇପ୍ ଲାଇନ୍ ଜଳ ଯୋଗାଣ ହେଉଥିବା ବେଳେ ତଳଗୁଡ଼ି ଗାଁକୁ କାହିଁକି ସରକାର ହତାଦାର କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଲମତାଗୁଡ଼ା ପଞ୍ଚାୟତ ସମିତି ସଭ୍ୟା ଦାନାର ଦେଇ ଜାନି ଏହି ଗ୍ରାମରେ ସୋଲାର ଜଳ ଯୋଗାଣ ହୋଇପାରି ନଥିବା ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମର ରାଇସିଂ ଜାନି, ଜୟସିଂ ଜାନି, ଡମୁ ଜାନି, ପେଟା ଜାନି, ବାରୁ ଜାନି, ଲାଣ୍ଡୁ ମାଝି, ଚନ୍ଦ୍ର ମାଝି, ବିଶ୍ୱନାଥ ମାଝି, ଲେଲି ମାଝି ପ୍ରକାଶ କରିଛନ୍ତି। ପ୍ରଶାସନ ଏହି ଆଦିବାସୀ ବହୁଳ ତୋଳଗଡ଼ି ଗ୍ରାମକୁ ସୋଲାର ଚାଳିତ ପାଇପ୍ ଲାଇନ୍ ପାନୀୟ ଜଳ ଯୋଗାଣ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।